ଆଜି ଚାଲନ୍ତୁ ଶୁଣିବା ଜହ୍ନମାମୁଁର ବେତାଳ କଥାର ଗୋଟେ ଗପ ହିତେ ବିପରୀତ। ସେହି ବର୍ଷାମୁଖର ରାତିରେ ରାଜା ବିକ୍ରମାର୍କ ପୁନର୍ବାର ବୃକ୍ଷଟି ପାଖକୁ ଲେଉଟି ଆସିଲେ। ଘନ ଘନ ବଜ୍ରଧ୍ୱନି ସାଙ୍ଗକୁ ଶୁଭୁଥାଏ ଅଶରୀରମାନଙ୍କ ଅଟ୍ଟହାସ୍ୟ। ବିଜୁଳି ଆଲୁଅରେ ଦିଶି ଯାଉଥାଏ ଭୟାନକ ମୁହଁଟିମାନ। କିନ୍ତୁ ରାଜା ବିକ୍ରମାର୍କ ସେସବୁ ପ୍ରତି ଭ୍ରୂକ୍ଷେପ ନ କରି ପୁନର୍ବାର ବୃକ୍ଷରୋହଣ କରି ଶବଟିକୁ ଉତାରି ଆଣିଲେ। ତାପରେ ତାକୁ କାନ୍ଧରେ ପକାଇ ସୁନସାନ ଶ୍ମଶାନ ପଥ ଅତିକ୍ରମ କରିବାକୁ ଆରମ୍ଭ କରିବା ମାତ୍ରେ ଶବସ୍ଥିତ ବେତାଳ କହିଲା, ରାଜା, କୌଣସି ଅଲୌକିକ ବସ୍ତୁ ବା ଯାଦୁ ଶକ୍ତିର ଅଧିକାରୀ ହେବାକୁ କିଏ ଲଳାୟତ ନୁହେଁ, କିନ୍ତୁ ସେଭଳି ଶକ୍ତି ଯେ ସର୍ବଦା ସନ୍ତୋଷ ଆଣିଦେବ ସେପରି କୌଣସି କଥା ନାହିଁ। ଉଦାହରଣ ସ୍ୱରୂପ ତୁମକୁ ବଜ୍ରଗିରିର ରାଜା ଅମରେନ୍ଦ୍ର କଥା କହୁଛି, ଶୁଣ, ଶୁଣିଲେ ଶ୍ରମଭାର ଲାଘବ ମନେ ହେବ। ବେତାଳ ଗପିଲା। ରାଜା ଅମରେନ୍ଦ୍ରଙ୍କର ବହୁତ ଆଶା ଥିଲା ସେ ଜଣେ ଆଦର୍ଶ ଶାସକ ହିସାବରେ ଖ୍ୟାତି ଅର୍ଜନ କରିବେ। ଥରେ ଜଣେ ସାଧୁ ଅସୁସ୍ଥ ହୋଇ ରାଜନଗରରେ କିଛିଦିନ ବିଶ୍ରାମ କଲେ। ସ୍ୱୟଂ ରାଜା ତାଙ୍କର ସେବା ଶୁଶ୍ରୂଷା କରିବାକୁ ଲାଗିଲେ। ସାଧୁକ୍ରମେ ସୁସ୍ଥ ହେଲେ। ବତ୍ସ, ତମେ ଏହି ଜିନିଷଟି ରଖ, ଏହା କହି ସାଧୁ ରାଜାଙ୍କୁ ଖଣ୍ଡିଏ ଦର୍ପଣ ଧରାଇଦେଲେ। ସେ ଦର୍ପଣରେ ଏକ ଅଦ୍ଭୁତ ଗୁଣ ଥିଲା। ହଜାରେ ଗୁପ୍ତଚର ଯେତିକି ଖବର ଦେଇ ନ ପାରିବେ ସେ ଦର୍ପଣ ସେତେ ଦେଇପାରିବ। ଯେ କୌଣସି ଲୋକଙ୍କୁ ସ୍ମରଣ କରି ରାଜା ଯଦି ସେ ଦର୍ପଣକୁ ଅନାଇବେ ତେବେ ତାଙ୍କ ପ୍ରତି ସେ ଲୋକର ମନୋଭାବ କ'ଣ ତାହା ଜଣାପଡ଼ିଯିବ। ରାଜା ଯାଦୁ ଦର୍ପଣଟି ପାଇ ଅତ୍ୟନ୍ତ ଖୁସି ହୋଇଗଲେ। ତେଣିକି ସେ ଅବଲୀଳା କ୍ରମେ ନିଜ ମନ୍ତ୍ରୀ, ଅମାତ୍ୟ ଓ କର୍ମଚାରୀମାନଙ୍କ ମନୋଭାବ ବୁଝିନେବେ ଆଉ ସେହି ଅନୁସାରେ ଶାସନ କରିବେ ବୋଲି ଠିକ୍ କଲେ। ମନ୍ଦ କଥା ଚିନ୍ତା କରୁଥିବା ଲୋକଙ୍କୁ କାର୍ଯ୍ୟରୁ ଅନ୍ତର କରି ରାଜ୍ୟରେ ସୁଶାସନ ଚାଲୁ ରଖିବେ ବୋଲି ସେ କଳ୍ପନା କଲେ। କିଛିଦିନ ଗଲା। ରାଜା ଯାଦୁଦର୍ପଣ ଗୋଟିକୁ ଅତି ସନ୍ତର୍ପଣରେ ରଖିଥାନ୍ତି। ଯେତେବେଳେ ଯାହା ବିଷୟରେ ଜାଣିବାକୁ ଚାହୁଁଥାନ୍ତି ତାହା ସେ ଦର୍ପଣ ଦ୍ୱାରା ଜାଣୁଥାନ୍ତି। ଯଦି କୌଣସି ଲୋକ ଗୋଟେ ଅଭିଯୋଗ ଆଣିଲା ତେବେ ରାଜା ଅଭିଯୋଗକାରୀ ଆଉ ଅଭିଯୁକ୍ତ ଉଭୟଙ୍କ ଚରିତ୍ର ଦର୍ପଣ ଜରିଆରେ ଠଉରାଇବାକୁ ଚେଷ୍ଟା କରୁଥାନ୍ତି। କାହାକୁ ଦଣ୍ଡ ଦେବା ପୂର୍ବରୁ ରାଜା ଆଗେ ମନ୍ତ୍ରୀଙ୍କ ସହ ପରାମର୍ଶ କରୁଥିଲେ। ଏଣିକି ଆଉ ପରାମର୍ଶ କଲେ ନାହିଁ। ମନ୍ତ୍ରୀଙ୍କୁ ତାହା ଅସୁବିଧା ଲାଗିଲା। କ୍ରମେ ସେ ରାଜାଙ୍କ ପ୍ରତି ବିରକ୍ତ ଅନୁଭବ କଲେ। ହଠାତ୍ ଦିନେ ରାଜା ମନ୍ତ୍ରୀଙ୍କୁ କାରାରୁଦ୍ଧ କଲେ। ଦରବାରରେ ସମସ୍ତେ ମୁହଁ ଚୁଆଁଚୁଇଁ ହେଲେ। ମନ୍ତ୍ରୀଙ୍କୁ ସେପରି ଦଣ୍ଡ ଦେବାର କାରଣ କ'ଣ ହୋଇପାରେ ସେ କଥା କେହି ଜାଣିନଥିଲେ। ରାଜା ବି କିଛି କହିଲେ ନାହିଁ। ସେ ସବୁଦିନେ ଦରବାରରେ ସବୁ ଅମାତ୍ୟ ଓ ବଡ଼ ବଡ଼ କର୍ମଚାରୀଙ୍କ ମୁହଁକୁ କଟମଟ କରି ଅନାଇବାକୁ ଲାଗିଲେ। ତାପରେ ଦିନେ ରାଜା ସବୁ ଅମାତ୍ୟ ଆଉ ସଭାସଦଙ୍କୁ ଧରି ନେଇ କାରାରୁଦ୍ଧ କରିବାର ନିର୍ଦ୍ଦେଶ ଦେଲେ। ନିର୍ଦ୍ଦେଶ ପାଳିତ ହୋଇଗଲା। ଅମାତ୍ୟ ଆଉ ସଭାସଦମାନେ ଦେଶରେ କମ୍ ପ୍ରଭାବଶାଳୀ ନଥିଲେ। ରାଜା ବିନା କୈଫୟତିରେ ସେମାନଙ୍କୁ ଦଣ୍ଡ ଦେବାର ଦେଖି ଜନସାଧାରଣଙ୍କର ବିସ୍ମୟ ଓ ବିରକ୍ତର ସୀମା ଲଙ୍ଘନ ହେଲା। ରାଜ୍ୟରେ ଅଶାନ୍ତି ଆଉ ଆନ୍ଦୋଳନର ସୂତ୍ରପାତ ହେଲା। ଅବସ୍ଥା ଅସମ୍ଭାଳ ହେବାର ଦେଖି ରାଜା ସୈନ୍ୟବାହିନୀ ଲଗାଇ ଲୋକଙ୍କ ଆନ୍ଦୋଳନ ଦମନ କରିବେ ବୋଲି ସ୍ଥିର କଲେ। କିନ୍ତୁ ତାହା ପୂର୍ବରୁ ସେ ଥରେ ସେନାପତିଙ୍କ ମନୋଭାବ ବୁଝିବା ନିମନ୍ତେ ଦର୍ପଣର ଆଶ୍ରୟ ନେଲେ। ଯାହା ଜାଣିଲେ ସେଥିରେ ତାଙ୍କ ଛାତି ଭିତରଟା ଚୌକିନା ହୋଇ ଉଠିଲା। ସେନାପତି ପଡ଼ୋଶୀ ରାଜାଙ୍କ ସହ ଷଡ଼ଯନ୍ତ୍ର କରି ତାଙ୍କୁ ସିଂହାସନଚ୍ୟୁତ କରିବାକୁ ବାହାରିଥିଲେ। ବିଚଳିତ ବୋଧ କରି ରାଜା ଅବଶେଷରେ ଯୁବରାଜଙ୍କ ସହ ଗୋପନରେ ପରାମର୍ଶ କରିବାର ସ୍ଥିର କଲେ। କିନ୍ତୁ ତହିଁ ପୂର୍ବରୁ ଦର୍ପଣ ଯୋଗେ ଯୁବରାଜଙ୍କ ମନକଥା ଜାଣିବାକୁ ଯାଇ ସେ ଦେଖନ୍ତି ତ ଯୁବରାଜ ଭାବୁଛନ୍ତି ବାପାଙ୍କ ମୁଣ୍ଡ ଏମିତି ବିଗିଡ଼ିଗଲାଣି ଯେ ସେ ନ ମଲେ ଆଉ ରାଜ୍ୟ ରକ୍ଷା ହୋଇପାରିବାର ସମ୍ଭାବନା ନାହିଁ। ରାଜା ତତ୍କ୍ଷଣାତ୍ ଯୁବରାଜକୁ କାରାରୁଦ୍ଧ କଲେ। କିନ୍ତୁ ତାପରେ ଆଉ କାହା ସହିତ କଥାବାର୍ତ୍ତା କରିପାରିଲେ ନାହିଁ କି କୌଣସି କାମଦାମରେ ମନ ଲଗାଇ ପାରିଲେ ନାହିଁ। ଅଧରାତି ବେଳକୁ ହଠାତ୍ ସେ ଯୁବରାଜକୁ କାରାଗାରରୁ ଡକେଇ ଆଣି କହିଲେ, ମୁଁ ସନ୍ନ୍ୟାସ ନେବାର ସିଦ୍ଧାନ୍ତ କରିଛି। ଅତଏବ ଆଗାମୀକାଲିଠାରୁ ତମେ ରାଜା ହୋଇ ରାଜ୍ୟ ଚଳାଅ। ଏହାପରେ ସେ ମନ୍ତ୍ରୀ, ସେନାପତି ଆଉ ସବୁ ଅମାତ୍ୟ ଆଉ ସଭାସଦମାନଙ୍କୁ ମୁକ୍ତି କରିଦେଲେ। ସତକୁ ସତ ସକାଳେ ସେ ରାଜ୍ୟ ଛାଡ଼ି ଚାଲିଗଲେ। ଯିବା ପୂର୍ବରୁ ଗୋପନରେ ଯାଦୁଦର୍ପଣଟିକୁ ଚୁରମାର କରିଦେଇଗଲେ। ବେତାଳ ଟିକେ ଚୁପ୍ ରହି ପଚାରିଲା, ରାଜା, ଯେଉଁ ଯାଦୁଦର୍ପଣ ରାଜାଙ୍କୁ ଅଧିକ ବଳ ବା ବୁଦ୍ଧି ଯୋଗାଇ ଦେବା କଥା ତାହାକୁ ପାଇବା ପରଠାରୁ ବରଂ ତାଙ୍କର ଅବସ୍ଥା ଖରାପ ହେବାକୁ ଲାଗିବାର କାରଣ କ'ଣ? ରାଜା ସେ ଦର୍ପଣକୁ ନିଜ ପୁଅକୁ ନ ଦେଇ ଭାଙ୍ଗି ପକାଇବାର ବା କାରଣ କ'ଣ? ପାରିଲେ ମୋ ପ୍ରଶ୍ନର ଉତ୍ତର ଦିଅ। ଉତ୍ତର ଜାଣିଥିବା ସତ୍ତ୍ୱେ ଯଦି ଚୁପ୍ ରହିବ ତେବେ ତମ ଶିର ହେବ ସ୍କନ୍ଧଚ୍ୟୁତ। ମୁହୂର୍ତ୍ତେ ମଧ୍ୟ ବିଳମ୍ବ ନ କରି ରାଜା ବିକ୍ରମାର୍କ କହିଲେ, ରାଜାଙ୍କ ଉଦ୍ଦେଶ୍ୟ ଥିଲା ସୁଶାସକ ହେବା ଆଉ ଇତିହାସରେ ଅମର ହୋଇ ରହିବା। ସେ ଉଭୟ ଦିଗରେ ତାଙ୍କୁ ସାହାଯ୍ୟ କଲା ଭଳି ଗୁଣ ଦର୍ପଣର ନଥିଲା। ପ୍ରକୃତରେ ନିଜର ବିଚାର ବୁଦ୍ଧି
ତଥା ବିବେକର ଅଭାବ ଯୋଗୁଁ ଦର୍ପଣକୁ ନେଇ ସେ ସମସ୍ୟାରେ ପଡ଼ିଲେ। ପ୍ରଥମେ ଯେ ସେ ମନ୍ତ୍ରୀଙ୍କୁ କାରାରୁଦ୍ଧ କଲେ, ତାହାର କାରଣ ସେହି ଦର୍ପଣ। ରାଜା ହଠାତ୍ ଏଇଆ ଦେଖିଥିବେ ଯେ ମନ୍ତ୍ରୀ ତାଙ୍କ ପ୍ରତି ବିରକ୍ତ, କିନ୍ତୁ ମନ୍ତ୍ରୀ କାହିଁକି ବିରକ୍ତ ହେଲେ ତାହା ବୁଝିବା ଭଳି ଶକ୍ତି ତାଙ୍କର ନଥିଲା। ମନ୍ତ୍ରୀଙ୍କ କାମ ରାଜାଙ୍କୁ ପରାମର୍ଶ ଦେବା। ଦର୍ପଣ ପାଇବା ଦିନରୁ ରାଜା ଆଉ ପରାମର୍ଶ ଲୋଡ଼ୁନଥିଲେ, ଖାଲି ହୁକୁମ ଦେଉଥିଲେ। ତାହା ହିଁ ଥିଲା ମନ୍ତ୍ରୀର ବିରକ୍ତିର କାରଣ। ମନ୍ତ୍ରୀ କାରାରୁଦ୍ଧ ହେବାର ଦେଖି ସଭାସଦବର୍ଗ ଡରି ଯାଇଥିବେ, ଆଉ ରାଜାଙ୍କ ଉପରେ ଅସନ୍ତୁଷ୍ଟ ହୋଇଥିବେ। ଦର୍ପଣ ଜରିଆରେ ସେମାନଙ୍କର ମନର ଅବସ୍ଥା ଜାଣି ରାଜା ସେମାନଙ୍କୁ ବି କାରାରୁଦ୍ଧ କଲେ। ସ୍ୱାଭାବିକ ଅବସ୍ଥାରେ ହୁଏତ ସେନାପତି ଅନ୍ୟ ରାଜା ସହ ଷଡ଼ଯନ୍ତ୍ର କରିବାର ପ୍ରଶ୍ନ ଉଠିନଥାନ୍ତା, କିନ୍ତୁ ରାଜାଙ୍କ ମତିଭ୍ରମ ହେଲାଣି ମନେକରି ସେ ତାଙ୍କୁ ଗାଦିରୁ ହଟାଇବା ଦିଗରେ ଷଡ଼ଯନ୍ତ୍ର ଆରମ୍ଭ କରିଥିଲେ। ଅବଶେଷରେ ନିଜ ପୁଅ ମଧ୍ୟ ତାଙ୍କର ମନ୍ଦ ପାଞ୍ଚୁଥିବାର ଦେଖି ରାଜାଙ୍କର ହଠାତ୍ ଚେତା ପଶିଲା। ସେ ବୁଝିଲେ ଯେ ଶାସନ ପାଇଁ ତାଙ୍କର ଯୋଗ୍ୟତା ନାହିଁ। ନିଜକୁ ଧିକ୍କାର ଦେଇ ସେ ସନ୍ନ୍ୟାସ ନେଲେ। ଯେଉଁ ଜିନିଷ ତାଙ୍କର କୌଣସି ଉପକାର କରିବା ପରିବର୍ତ୍ତେ ଅପକାର କଲା, ତାହା ପୁଅର ଉପକାର କରିବ ବୋଲି ସେ ଭାବିବେ କାହିଁକି? ସେହି କାରଣରୁ ରାଜା ଦର୍ପଣ ଭାଙ୍ଗି ପକାଇଲେ। ରାଜା ବିକ୍ରମାର୍କ ମୌନଭଙ୍ଗ ହେବା ମାତ୍ରେ ଶବ ସହ ବେତାଳ ତାଙ୍କ କାନ୍ଧରୁ ଖସିଯାଇ ପୁନର୍ବାର ବୃକ୍ଷଡାଳରେ ଝୁଲି ପଡ଼ିଲା। ଆପଣମାନେ ଶୁଣୁଥିଲେ ଜହ୍ନମାମୁଁର ବେତାଳ କଥାର ଗୋଟେ ଗପ, ହିତେ ବିପରୀତ।